घरे जा एथिरे 5 लाख टका अछि जदि संदेह होती तो बोली पारी ए ना बोलिबा दरकार नाही तू तो जानि छु बाबा मु होती घांटो महाती संतान घटरे मोर जबा भूल न सुन जेते शीघ्र पारछ थारे पळे जा साधु टाक्सी दिला अलगा अलगा जा तू तो फुटबा तू तो छे मार छिपड़ा जगह पहुंचे ये भरा बाबा मंदिर जिन सके तो si ଆମେ ଧରା ପଡ଼ିଯିବା ଏ ଗାଁ ଲୋକ ଭୋଳା ବାବାଙ୍କୁ ଯେତିକି ଭଲ ପାଆନ୍ତି ପୋଷ୍ଟମର୍ଟମ ପାଇଁ ଆମର ହାଡ଼ ଥିବ କିନ୍ତୁ ମାଂସ पाद धोटे देनी मो गाँ को पकेगी चालाक नहीं तू तू बोलू तो बोल अब मुह देखले मु जानी तू किए अच्छा कहले देखी मु किए सीधा सीधा कहले विषय वस्तु आलोचना कर नहीं विषय वस्तु कोन जानि सब विषय वस्तु आज की 5 वर्ष तले आज की 5 वर्ष तले मनसूर मिया बाड़ी को बाउस चोरी करी धरा पड़ी ता गुहा सता कथा जी तमन तो सी आउ गोटे वाक्य कहलो आउ गोटे वाक्य ना परसेला पालन करू सिगारेट चॉकलेट गुटका एसब चोरी कर 1000 टा जोड़ी देते तमन तो सी केते 8 वर्ष तो आउ कोई आउ किछि जानना सत्य के रह जाई वाह সেই ঘরে ছোট চুরি করু পরক্রিয়া বুদ্ধি করু থানার বসিল ইরে সেই তরে ঘরে করবে জানবে না তুই কোন করতে দেই সে আসতো আলমা তো ভাগি যাবি খুব বড় ছিল বাবা আর তুই সব জানা না দে ইরে সব কথা 5 লাখ টাকা দেই দি নহলে সে টাকা বদাল সে ফেরাইব নাই দে অসম্ভব ব্যাগ তো দেবি নি এ তোকে মোর আড়া তুই সব জানা না দে ইরে নহলে তোর আড়া তুই সব জানা না আমি জিবি পছে ব্যাগ তো দেবি দেলা ফা বাবু নাই বাস ফা দেখবা কাবিতে বাবু নাই এ তো বোকা যে ছাড়া বাবা হাত বাবু পালো তুমি একুটিয়া খেলি মানে তু মোর ফটাই খাইলি কামল আসিল দেখাবে মু তোর কাবিতে ফটাউছি ভাতো তুমি মানে আসিল এথর তুমি মানে যাহা করিয়া কথা কর মু এথর আসি মানে কথা বদলা করে ভাই মো দেহরা বড় নাহি কি মো পাটি দাও লাল নাহি মো দত্তি পাটি শিখলানি মু যাহা কহতি সাতকাটরে কହୁছি এ টকা মন্দির ভিতরে বসি চোরি করথা বেলে মু তাকু কলে বলে কৌশলে কাটি বসি ধর যাহা বিচ্ছ কলে বলে কৌশলে মাটি মাতে চোরଙ୍କ ମୁହଁଟାରେ ଭାଇ ସତ କହୁଛି ଏ ଘାଟ ମାନ୍ତି ତା ସହିତ ଆଉ ଜଣେ ଆସିଥିଲା ସିଏ ଭଲରେ ଉତ୍ତମ ମଧ୍ୟ ଖାଇଛି କରୁ ସିଏ ଆରାମ ଦେଲା ଖସି ଯାଉଥିଲା ଭାଗ୍ୟ ଭଲ ମୁଁ ପହଞ୍ଚିଗଲି ଅରଟା ଯିବୁ କର ଜବରଦସ୍ତ ଆକ୍ଟିଂ କରୁଛୁ କରେ ଏଠି ଗାଁ ଗହଳି ବୋଲି ଚୋରି ଚୋରା ଖାଇ ଦଉଛନ୍ତି ଯାତ୍ରା ପାଟି ଜାଗାରୁ ସେଠି ଚାକିରି କରି ଭଲ ବଦଳରେ ଚାକିରି କରି ମିଛ ନାହିଁ କିରେ ତୁ କିରେ କିଏ ବାବାଙ୍କ ମନ୍ଦିରରୁ ମୂର୍ତ୍ତି ଚୋରି କରି ପାରେ ତା ପାଖରେ ମିଛ କୋଉ ପାପରେ ଗଲା ଶଳା ଚୋର ଶଳା ଓ ସମୟ କଥାବାର୍ତ୍ତା କର ଘାଟ ମାନ୍ତି ଏ ତୋର ଏ ସାଧୁ ଏ କାମ ନୁହଁ ଏ ଗାଁ ଲୋକ ସମସ୍ତେ ଜାଣିଛନ୍ତି ଆଚ୍ଛା ତମେ କେମିତି ସେ ପ୍ରମାଣ ଦେବ ତମେ ଦରକାର ନାହିଁ ଆରେ ବାବା ମାଲତେ ପଡିବ ତୋର ଆଉ ତୁ ଆଉ କାଇଁ ଚାଲ ବା କହୁନୁ ବାପା କହିଲା ବୋଉ କହିଲା ତୋର କଣ ଡାଇଲଗ ମନେ ପଡୁନାହିଁ ମୋର କିଛି କହିବା ଦରକାର ନାହିଁ ପୋଲିସ ଦେଲେ ଯାହା କହିବେ କି ତୁ ନେଇ ଥାନାରେ କହିବି ଥାନାକୁ ନବ ନଉନା ଡେରି କରୁଛ କାହିଁକି ବା କୋଉ ଥାନାକୁ ନବ ଏଆଡେ ଯୋଡା ଥାନାକୁ ନବ ନା ସାରା ବଡ ବିଲି ଥାନାକୁ ନବ ଥାନାକୁ ନେଲେ ମୋର କଣଟା ହବ ଭୋଳା ବାବା ମନ୍ଦିର ଚୋରି କଥା ଅପରାଧରେ ତତେ ଜେଲ ହବ ମତେ ଫାଶୀ ହବ ଫାଶୀ ମତେ କଥାରେ ପ୍ରମାଣ ମୋ ପାଖରେ ଅଛି ତୋ ପାଖରେ କି ପ୍ରମାଣ ଭାଇ ଥରେ ପ୍ରାକ ଚୋରଙ୍କ ମୁହଁଟାରେ ଭାଇ ସତ ଘାଟ ଭାଇ ଯୋଉ ବ୍ୟାଗଟା ଧରନି ସେ ବ୍ୟାଗଟା ଦେଖ ରାଜରେ ଭୋଳା ବାବାଙ୍କର ଅସ୍ତ୍ର ଦାନ୍ତ ନାଟ ଉଠୁଛି ଦେଖ ଡାଉଟର
এইটা সাধারণ চোর নয়, এইটা গোটে সন্ত্রাসবাদী। ମୁଁ ସନ୍ତାସବାଦୀ ଆଉ ତୁମ ପୁଅ ଯେ ସନ୍ତାସବାଦୀ ମାନଙ୍କ ଲକ୍ଷ ଲକ୍ଷ ଟଙ୍କା ଆଣି ମନ୍ଦିର ଲୁଟ କରୁଛନ୍ତି, ମନ୍ଦିରର ପୁରୁଣା ମୂର୍ତ୍ତି ସବୁ ଚୋରା ଚାଲାଣ କରୁଛି। କାହିଁକି ତୁମ କରିବେ? ମୋ ପୁଅ କଣ ଆମେ ଜାଣିଛୁ ଆଉ ଏ ଗାଁ ବାଲା ଜାଣିଛନ୍ତି, ତମେ କଣ କହିବ? କିଛି ଜାଣିନା ତୁମ ପୁଅ କଣ ତୁମେ କିଛି ଜାଣିନା, ସେଇଟା ଗୋଟେ ଅକାଳ କୁଷ୍ମାଣ୍ଡୁ। ମୁଁ ଠିକ ଜାଣିଛି ତୁମ ପୁଅ କଣ, ମୁଁ ଠିକ ଶୁଣିଛି ସେ କାହା ସାଥିରେ ଗୋଟେ କଥା ହଉଥିଲା 5 ଲକ୍ଷ ଟଙ୍କା ବଦଳରେ ମନ୍ଦିରରେ ସେ କଳା କଲା ବୁଲେଇବ। ବେଳା ଫଳ ମୁଁ ଆସି ଠିକ ସମୟ ପହଞ୍ଚିଗଲି, ଏ ଚୋର ଛୁଆ ଧରା ପଡିଗଲ। 5 ଲକ୍ଷ ଟଙ୍କା? 5 ଲକ୍ଷ ଟଙ୍କା ମତେ ଲାଗୁଛି ସେ ଟଙ୍କା ୟାରି ପାଖରେ ଅଛି। ଦେଖ ଏ ବ୍ୟାଗ୍ ଭିତରେ ମୋ ପାଖରେ କିଛି ନାହିଁ, ଦେଖ ଖାଲି ଗୋଟେ ବାଣ୍ଡୁଲିରେ ଲକ୍ଷ, 5 ବାଣ୍ଡୁଲିରେ 5 ଲକ୍ଷ। ହୋ ବେଦର ସାହେବ ଏଥର କଥା ବିଶ୍ୱାସ ହେଲା ତ? ସେ ବ୍ୟାଗ୍ ମୋର ନୁହେଁ, କହୁନି ସେ ବ୍ୟାଗ୍ ଜାଗ ମୋର ବାଣ୍ଡୁଲି, ବାଣ୍ଡୁଲି ମୋର। ମୁଁ ଟଙ୍କା ଫି ଆସିଥିଲି ବାବାଙ୍କ ରାସ୍ତା ହାତ ଯାକ ପୂର୍ତ୍ତି କରିବା ପାଇଁ। ଟଙ୍କା ବଦଳରେ ବାବାଙ୍କ ନାଗ ବିକ୍ରି କରିଦେଲା। ମିଛ କହୁଛି। ଟଙ୍କା ମୋର ନୁହେଁ, ଏ ଟଙ୍କା ହଉଛି ଘାଣ୍ଟ ମାଂସ ଦିଆଥିଲା, ଏ ଟଙ୍କା ହଉଛି ତା। ସେ ଚୋରି କରିବାକୁ ଆସିଥିଲା, ସାଥିରେ ଏତେ ଟଙ୍କା ଆଣିଥିଲା କାହିଁକି? ମୋ ଝିଅ କ୍ଷୀରି ପାଏନ କଥା ମତେ କହିଲା, ମୋଟା ଭଳିଆ କଥା ମତେ କହିଲା। ହେ ଛୁଆ ଭୋଳା ମାନ ମତେ ବଞ୍ଚେଇ ଦେଲେ ରେ, ଟଙ୍କା ଥିଲା ବୋଲି ମୋ ସାଜି ବଞ୍ଚିଗଲା, ନହେଲେ ଚୋର ଛୁଆ ମତେ ଫସାଇ ଦେଇଥାନ୍ତା। ଶୁଣ ମେଜର ସାହେବ, ଆମ ଗାଁରେ ଯାହା ସୁବିଧା ଅସୁବିଧା ହୁଏ ତାର ବିଚାର ତମେ କର, ତମ ପୁଅର ବିଚାର ତମେ କରିବ। ତୁ ଦେବ ଥର ବାନ୍ଦର ଟଙ୍କା ହଉ। ମାଷ୍ଟର ପୁଅ କାହିଁକି ଆତ୍ମହତ୍ୟା କଲା? ଭଲରେ ପଚାରୁଛି କହ, ସେ ମାଷ୍ଟର ପୁଅ କାହିଁକି ଆତ୍ମହତ୍ୟା କଲା? ଏ ମାଷ୍ଟର ପୁଅ କାହିଁକି ଆତ୍ମହତ୍ୟା କଲା? ଆମେ କହ, ସେ ମାଷ୍ଟର ପୁଅ କାହିଁକି ଆତ୍ମହତ୍ୟା କଲା? ମନେ ମନେ ସେ ମତେ ପ୍ରେମ କରୁଥିଲା, ବାବାକୁ କହିଲା, ମୁଁ ମନା କରିଦେଲି, ସେ ମରିଗଲା। ଏଇ ତୁ ତାକୁ ପ୍ରେମ କରୁନଥିଲୁ? ନାଇଁ ସାର୍। ତାକୁ ଭଲ ପାଉନଥିଲୁ? ନାଇଁ ସାର୍। ତା ଗାଡିରେ ବସି ବୁଲୁନଥିଲୁ? ତା ଟଙ୍କାରେ ଦାମୀ ଦାମୀ ଡ୍ରେସ୍ କିଣୁନଥିଲୁ? ତା ସହିତ ଓୟୋରେ ବେଡ୍ ସେୟାର କରୁନଥିଲୁ? କରୁନଥିଲା ନାଇଁ? କରୁନଥିଲା ନାଇଁ? ହବାକୁ ମନା କଲୁ କାହିଁକି? ମାନେ କଣ ଭାବିଛ? କଣ ଭାବିଛ? ଆଇନ କାନୁନ ତମକୁ ସପୋର୍ଟ କରୁଛି ବୋଲି ତମେ କଣ ଭାବିଛ? ଏ ପୁରୁଷ ଜାତିକି ମେଣ୍ଢା କରି ରଖିବ? ଆଇନ କାନୁନ ତୁମକୁ ଛାଡ଼ି ଦେଇପାରେ, ହେଲେ ଅଭିମନ୍ୟୁ ସାମନ୍ତ ଶିକ୍ଷାର ଆଇନ ତମମାନଙ୍କୁ କେବେ ଛାଡ଼ିବ? ସିଏ ମଲା, ତୁ ବି ମରିବ। କଣ ଭାବିଛ ତମରେ? ତମ ଭଳି ପୁରୁଷ ମାନଙ୍କ ପାଇଁ ତମେ ନାରୀମାନେ ନିର୍ଯାତନା ଦବ? ଦୋଷ କରିବ ତମେ, ଶାସ୍ତି ପାଇବ ଆମେ। ଦେଇପାରିବୁ ସେ ମାଷ୍ଟର ପୁଅକୁ ଯିଏ ତୋ ପାଇଁ ଆତ୍ମହତ୍ୟା କଲା। ବହୁତ କଟେଇ ପାରିବୁ ସେ ପ୍ରିନ୍ସିପାଲ ଆଖିର ଲୁହ, ଯିଏ ଆଜକୁ 15 ବର୍ଷ ହେଲା କାଚ ଆଲମିରା ଭିତରେ ପଟାଳ ହେଇ କାଟୁଛି। ପୋଛି ଦେଇ ପାରିବୁ ତା ଆଖିର ଲୁହକୁ? ପୋଛି ଦେଇ ପାରିବୁ ତା ଆଖିର ଲୁହକୁ? ଯିଏ 15 ବର୍ଷ ହେଲା ସେ ଆଲମିରା ଭିତରେ
ଦେଖିବୁ ସେ